ଜୟ ଜଗନ୍ନାଥ ସାଙ୍ଗମାନେ, ମୋର ବ୍ଲଗ ଚ୍ୟାନେଲକୁ ସବୁ ସାଙ୍ଗମାନଙ୍କୁ ସ୍ୱାଗତ। ଆସ ବୁଲିଯିବା ଏରସମା। ଏ ହେଉଛି ଏରସମା ସ୍କୁଲ। ମୁଁ ଏଇଠି ବି ପଢ଼ୁଥିଲି ଏ ସ୍କୁଲରେ। ସୁନ୍ଦର ସ୍କୁଲ। ଏ ହେଉଛି ଏରସମା ଖେଳ ପଡ଼ିଆ। ଏ ହେଉଛି ଏରସମା କ୍ଲବ। ମୋ ବଡ଼ ଭଉଣୀ ଘର ହେଉଛି ଏରସମା। ଆସ ଟିକେ ବୁଲିଯିବା। ହଁ ସାଙ୍ଗମାନେ, ଆମେ ତ ଏରସମା ବୁଲିଯିବା ନିଶ୍ଚିନ୍ତ। ମୋର ଏ ଚ୍ୟାନେଲକୁ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭଲ ଲାଗିଲେ କମେଣ୍ଟ ବି କରନ୍ତୁ। ଦେଖନ୍ତୁ, ଆମେ ଏବେ ଏରସମାରେ ଆସି ଆମ ଭଉଣୀଙ୍କ ଘର ପାଖାପାଖି ହେଇଗଲୁ। ଏମିତି ଲଗାଉଛୁ ରେକର୍ଡିଂ ଚାଲିଛି। ଲାଇକ୍ ଦବା ପାଇଁ କିନ୍ତୁ କେହି ନାହାନ୍ତି। ବଢିଆ ଦେଖାଯାଉଛି। ମୋଟା ଦେଖାଯାଉଛି। ଇଏ ହେଲା ମୋ ବଡ଼ ଭଣଜା। ମୋବାଇଲ ସବୁବେଳେ ଦେଖୁଥା। ଦେଖନ୍ତୁ, ଖେଳିକିରି କେତେ କପ୍ ଜିତିଛି। ଖେଳରେ ହେଉଛି ପୁରା ମାହିର। ଭଲ ବି ଖେଳୁଛି ବି ମଧ୍ୟ। ଇଏ ହେଉଛି ତା ରୁମ୍। ଦେଖିଲେ, ଇଏ ହେଉଛି ତାର ଟ୍ରଫି। କେତେ ବଡ଼ ଚମ୍ପିଆନ ଟ୍ରଫି ଆଣିଛି। ଚାଲ ଟିକେ ଯିବା, ଆମ ଝିଅର ଗୋଟେ ପାଉଁଜି କିଣା ହବ, ଟିକେ ଜୁଏଲାରୀ ଯିବା। ଆଜି ଆମ ସୁଇଟର ନୂଆ ପାଉଁଜି କିଣା ହେଉଛି। ସେଟା କିଣା ହେଇଥିଲା, ଛୋଟ ହେଉଛି, ଗୋଟେ ନୂଆ କିଣା ହବ। ସୁଇଟ ତୋର କିଣା ହେଇନି? ଦେଖୁନାହାନ୍ତି, ଯାଅ ଦେଖ। ଛୋଟ ଦାନ୍ତ ଦେଖେଇଦେଲୁ। ଦେଖା ଟିକେ ହସେ। ଏବେକା ଟାଇମର ନୂଆ ମାରିଟା ଆସିଛି। କାନଟା କେମିତି ଲାଗୁଛି ରେ? ଏଟା ସେମିତି ବାନ୍ଧି ହଉଛି, ଟିକେ ଟିକେ ଇଏ ହେଇଥିଲେ ଭଲ ହେଇଥାନ୍ତା। ସୁଇଟର ଆଜି କିଣା ହେଇପାରିଲାନି ଛୋଟ ଥିବାରୁ। ଆଗକୁ କିଣା ହବ ତାର। ଆଉ ସୁଇଟର ମନ ଟିକେ ଦୁଃଖ। ପରେ କିଣା ହେଲେ ତ ସୁଇଟ ମନ ଖୁସି ହେଇଯିବ। ସମସ୍ତେ ଏବେ ଘରକୁ ପଳାଉଛନ୍ତି ମନ ଦୁଃଖ କରିକି। ଏବେ ତ ଦୋକାନରୁ ଆମେ ପଳେଇ ଆସିଲୁ। ମୋ ଭଉଣୀ ପାଇଁ ଲୁଗା ଆଣିଥିଲି। ଦେଖନ୍ତୁ, ମୋ ଭାଣିଜୀ କହିବି, ମୋ ଭାଣିଜୀ ଦେଖିବାକୁ ଲୁଗା। ଖାଲି ତ ହସି ଗଡ଼ି ଯାଉଛି। ମୋ ଝୁଅ ଆସୁ ଆସୁ ମୋବାଇଲ ଧରିକି ପଡ଼ିଗଲାଣି। ତୁ ଦେଖିଲି ସେ ଲୁଗାଟା କେମିତି ହେଇଛି। ଲୁଗା ଅତି ବଢ଼ିଆ ହେଇଛି। ତୁଳସୀ ଆମର କିଣିଛନ୍ତି, ଆମ ଭଉଣୀଙ୍କ ପାଇଁ ପସନ୍ଦ କରୁଛନ୍ତି।
ଆଉ ଭାଣିଜୀ କହୁଛି ଆଉ ଭଉଣୀକି ଦବନି, ସେଇ ତାର ରଖିବ, ତା ଶାଶୁ ଘରକୁ ନବ। ଚାଲ ତାଙ୍କ ଛାତ ଉପରେ ଆଡୁ ଟିକେ ବୁଲି ଆସିବା। ଆରେ ବାବାରେ, ଇଏ ଛାତ ଉପରେ ବଢିଆ ଫୁଲ ଗଛ ଲାଗିଛି ତ। ଆରେ ଏ ସମୟ ତ ଆଧର ଅଧା ଦେଖା ଯାଉଛି ପୁରା ଏ ଛାତ ଉପରୁ ପଳେଇ ଆଇଲାଣୁ। ସୁନ୍ଦର 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 ଘର ବି ହେଇଛି। ବଢିଆ ମଲ୍ଲି ଫୁଲ ଗଛ ବି ଲାଗିଛି ଛାତ ଉପରେ। ସୁନ୍ଦର ଫୁଲ ହେଇଛି, ଦେଖିବା। ଭଉଣୀର ଟିକେ ଏଇ ସବା ଛାତ ଉପରେ ଠାକୁର ଘର ହେଇଛି, ଠାକୁରଙ୍କ ଘର ଭିତରକୁ ଟିକେ ଯିବା। ଦେଖିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସାଙ୍ଗମାନେ ଦେଖୁଥିବେ, ଏଇଟା ହଉଛି ଏରସମା ମେଡିକାଲ ଦେଖା ହାଉଛି। ଏଇଠି ଠିଆ ହେଲେ ଏରସମା ମେଡିକାଲ ବି ଦେଖାଯାଉଛି। ଏବେ ତ ବୁଲାବୁଲି ସରିଗଲା। ଏବେ ଯିବା ତଳକୁ ଯିବା, ଦେଖିବା ଆମ ଭାଣିଜୀ ଆଜି କେମିତି ରୋଷେଇ କରୁଛି। କଣ କହୁଥିଲା ଚିକେନ ହେଇଛି, ଚିକେନ ହେଇଛି। ଯାଇକି ତଳେ ଦେଖିବା କେମିତି ଚିକେନ ସେ ରୋଷେଇ କରିଛି। ବନେଇ ଦେଇଥାନ୍ତେ, ମୁଁ ମୋର ଖାଲି କାଢି ଦେଇଥାନ୍ତି। କିଏ କରିଛି କୁହନି? ମୁଁ କରିଛି, ମୁଁ କରିଛି ବୋଲି ଏତେ ଭଲ ହେଇଛି, ନହେଲେ ହେଇନଥାନ୍ତା। ଏଇଟା କଣ ତରକାରୀ, ଚିକେନ ତରକାରୀ। ହଉ ତୁ ବଢା ବଢି କରେ, ଆମେ ଯାଇ ବସୁଛୁ ଖାଇବା ଆଉ। ଦେଖିବା ତରକାରୀ ଟେଷ୍ଟ କେମିତି ହେଇଛି। ନା ଭଲ ହେଇଛି, ତରକାରୀ ଟା ବଢିଆ ହେଇଛି। ଆମ ଭାଣିଜୀ ତ ସୁନ୍ଦର ରୋଷେଇ କରୁଛି ଆଉ। ହଁ। ଏବେ ଖାଇସାରିଲା ପରେ ତରକାରୀ ତ ଭଲ ସ୍ୱାଦ ହେଇଛି। ଖାଇସାରିଲା ପରେ ଏ ସମୟରେ କୁଆଡେ ରଜ ମହୋତ୍ସବ ହଉଛି, ରଜ ମହୋତ୍ସବ ବୁଲିଯିବା। ଖାଇସାରିବା, ଟିକେ ରେଷ୍ଟ ନବା। ସନ୍ଧ୍ୟା ବେଳକୁ ବାହାରିବା ରଜ ମହୋତ୍ସବ ଦେଖିବା ପାଇଁ। ସାଙ୍ଗମାନେ ଆମ ସାଙ୍ଗରେ ବି ଯିବେ ସମସ୍ତେ, ଦେଖିବେ କେମିତି ଲାଗୁଛି କମେଣ୍ଟ କରିବେ। ସାଙ୍ଗମାନେ ଭିଡ଼ିଓ ତ ବହୁତ ବଡ଼ ହେଇଯାଉଛି। ମୁଁ ଭାବୁଛି ଆର ସେକେଣ୍ଡ ଭିଡ଼ିଓକୁ ଆମ ରଜ ମହୋତ୍ସବଟା କମ୍ପ୍ଲିଟ୍ ମୁଁ ଦେଖେଇବି। ଏଇ ଭିଡ଼ିଓରେ ତ ଏତେ ସମ୍ଭବପର ନୁହଁ, ବହୁତ ଲମ୍ବା ଭିଡ଼ିଓ ହେଇଯାଉଛି। ମୁଁ ସେକେଣ୍ଡ ଭିଡ଼ିଓକୁ ନିଶ୍ଚିନ୍ତ ଦେଖେଇବି।